ତ ଭାଇ ଯେଉଁମାନେ ବି ଭାବୁଛ କି ଗୋଟେ କ୍ରିଏଟର ଲାଇଫ୍ ସହଜ, ତ ଭାଇନା ମୁଁ ସେମାନଙ୍କୁ କହିଦେବି ଗୋଟେ କ୍ରିଏଟର ଲାଇଫ୍ କେବେ ସହଜ ନୁହଁ। କାହିଁକିନା ତାଙ୍କ ଭିତରେ ବହୁତ ମ୍ୟାନେଜମେଣ୍ଟ ଥାଏ। ଦେଖ ମୁଁ ଗୋଟେ କ୍ରିଏଟର, ମୁଁ ମୋ ନିଜ ଷ୍ଟ୍ରଗଲ୍ ବିଷୟରେ କହିବି। ତ ମୋର ଏଜ୍ ହେଉଛି 16। ମୋର ଏବେ କଲେଜରେ ଫାର୍ଷ୍ଟ ଇୟର୍ ସରିଛି, ସେକେଣ୍ଡ ଇୟର୍ ଷ୍ଟାର୍ଟିଂ ହେବ। ତ ଏପଟେ ମୋର ଗୋଟିଏ ଝିଅ ବି ଅଛି, ଯାହାକୁ ମୁଁ ଟାଇମ୍ ଦେବାକୁ ଗୋଟେ ତାକୁ ବି ଗୋଟେ ଘର ଟେନସନ୍ ଅଛି ଭାଇ। ୟା ପରେ ପୁଣି ମୁଁ ଗେମର୍, ମୋର ଗେମ୍ ପ୍ଲେ ବି ଦରକାର। ତ ୟା ପଟେ ମୁଁ ଏଡ଼ିଟ୍ ବି ନିଜେ କରେ, ନିଜେ ମାନେ ସବୁ ଏଡ଼ିଟର ନୁହଁ, ମାନେ ଭିଡ଼ିଓ ସ୍କ୍ରିପ୍ଟ ସବୁ ନିଜେ କରେ। ତାପରେ ସବୁଆଡ଼େ ଟାଇମ୍ ଦେବାକୁ ପଡ଼ୁଛି। ଏଇ ଗୋଟେ କ୍ରିଏଟର ଲାଇଫ୍ ଗୋଟେ ସହଜ ନୁହେଁ, ସବୁ ଗୋଟେ ମ୍ୟାନେଜ୍ କଲା ପରେ ଯାଇ ଗୋଟେ କ୍ରିଏଟର ହେଇପାରୁଛି। ତ ଏତିକିରେ ଯଦି ଭିଉ କମ୍ ଆସୁଛି ତ ନିଜେ ଭାଙ୍ଗି ପଡ଼ିବ। ସେଇଟା ହେଲା କଥା ମୋ ଭାଇ, ଗୋଟେ କ୍ରିଏଟରର ରିଆଲିଟି।